ମୁଁ ଆଜି ପ୍ରସ୍ତୁତ କରୁଛି ଷ୍ଟଫ୍ଡ ଆଳୁ ବା ଆଳୁ ଗୋଟେ ପୁର ଦେଇକି ତରକାରୀ, ପୁଣି ବିନା ପିଆଜ ରସୁଣରେ। ହ୍ୟାଲୋ ଫ୍ରେଣ୍ଡସ୍, ଚାଲନ୍ତୁ ଦେଖିବା। ମୁଁ ଆଳୁ ନେଇଛି, କଞ୍ଚା ଆଳୁ, ତାକୁ ଚୋପା ଛଡ଼େଇ ଦେଇଛି। ଚୋପା ଛଡ଼େଇକି ତାକୁ ଧୋଇ ଦେଇଛି। ସେଥିରେ ସେ ସବୁ ଆଳୁକୁ ଦେଖନ୍ତୁ କେମିତି ମୁଁ ତାକୁ ହୋଲ୍ କରୁଛି ଚାମଚ ସାହାଯ୍ୟରେ। ଚାମଚରେ ପଶେଇକି ଆସ୍ତେ ଆସ୍ତେ କରିକି ଦେଖିକି ତାକୁ ହୋଲ୍ କରୁଛି। ଆଉ ଦୁଇ ପଟ ହୋଲ୍ କରିବାନି, ଗୋଟେ ପଟ ଆମେ ହୋଲ୍ କରିବା। ମୁଁ ଏଠି ଗୋଟେ ବୋଲ୍ ନେଇଛି, ସେଥିରେ 2 ଚାମଚ ପୋସ୍ତ ନେଇଛି, 6ଟା କାଜୁ ନେଇଛି, ଆଉ ହାଫ୍ ଚାମଚ ଜିରା ନେଇଛି। ଦେଇକି ତାକୁ 10ରୁ 15 ମିନିଟ୍ ଆମେ ତାକୁ ଏମିତି ପାଣି ଦେଇକି ଟିକେ ବତୁରେଇକି ରଖିଦେବା, ଯେହେତୁ ଆମର ଭଲ ପେଷ୍ଟ ଗୋଟେ ହେବ ବୋଲି। ଏଠି ମୁଁ ବିଲାତିକୁ ସିଝେଇ ଦେଇଛି। ଆଳୁକୁ ଦେଖନ୍ତୁ କେମିତି ମୁଁ ଧୋଇଛି, ଦେଖନ୍ତୁ କେମିତି ତାକୁ ହୋଲ୍ କରିଛି। ଏଠି ପୋସ୍ତ ନେଇଥିଲି ଯେଉଁ, ତାକୁ ମୁଁ ଗୋଟେ ପେଷ୍ଟ କରିଦେଇଛି। ମିକ୍ସି ଜାର୍ ନେଇକି ତାକୁ ବାଟି ଦେଇଛି। ଗୋଟେ କରେଇ ନେଇଛି, ସେ କରେଇରେ ତେଲ ଗରମ କରିଛି। ତେଲ ଗରମ ହୋଇଗଲା ପରେ ଏ ଆଳୁକୁ ସବୁ ତା ଦେହରେ ଦେଇଛି। ଦେଇକି ତାକୁ ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ତାକୁ ମୁଁ ଭାଜିଛି। ଗୋଟେ ଆମର କଲର୍ ଆସିଯିବ ଆଳୁ ଉପରେ ଲେୟାର। ମୁଁ ଏଠି ଗୋଟେ ବୋଲ୍ ନେଇଛି, ସେଥିରେ ଛେନା, ସେ ପୁଣି ପୁରା ମାନେ ଛେନା ଚିପୁଡ଼ି ଦେଇଛି ସେ ଇଏକୁ। ଆଉ ସେଥିରେ କାଜୁ ଛୋଟ ଛୋଟ କରିକି, କିସମିସକୁ ବି ଛୋଟ ଛୋଟ କରିକି କାଟିଛି। ସେଥିରେ କଞ୍ଚା ଲଙ୍କା, ଅଦା ଛୋଟ ଛୋଟ କରି କାଟିବା ପକାଇବା, ଆଉ ଧନିଆ ପତ୍ର ଛୋଟ ଛୋଟ କରି କାଟିଛି, ଆଉ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗରମ ମସଲା, ଭଜା ଜିରା ଗୁଣ୍ଡ, ଆଉ ଅଳ୍ପ ଆମଚୁର ପାଉଡ଼ର ପକାଇକି ମୁଁ ତାକୁ ଭଲକି ସେ ପନିରକୁ ବା ଛେନାକୁ ମୁଁ ଗୋଳେଇ ଦେଇଛି। ତାକୁ ଭଲକି ଗୋଳେଇ ଦେଇଛି। କରେଇରୁ ମୁଁ ଯେଉଁ ଆଳୁ କରିଥିଲି, ଦେଖନ୍ତୁ କେମିତି ଗୋଲ୍ଡେନ୍ ବ୍ରାଉନ୍ ହେଇଛି। ତାକୁ ଆମେ କାଢ଼ିକି ଥଣ୍ଡା କରିଦେବା, କାରଣ ଥଣ୍ଡା ହେଲେ ଆମେ ହାତରେ ଧରିକି ପସେଇ ପାରିବା ପୁର। ଏଠି ଯେଉଁ ବିଲାତିକୁ ମୁଁ ସିଝେଇଥିଲି, ସେ ବିଲାତିକୁ ମୁଁ ଥଣ୍ଡା କରିଦେଇଛି। ତା'ର ଉପର ସ୍କିନ୍ ବାହାର କରିଦେଇଛି ବା ଚୋପା ବାହାର କରିଦେଇଛି। କରିକି ମୁଁ ଏଇ ମିକ୍ସି ଜାର୍ରେ ଗୋଟେ ଦେଇକି ମୁଁ ତାକୁ ଗୋଟେ ପତଳା ପେଷ୍ଟ କରିଛି। ଗୋଟେ କରେଇ ନେଇଛି, କରେଇରେ ଯେଉଁ ତେଲ ଥିଲା ସେଥିରେ ଗୁଜୁରାତି, ଡାଲଚିନି, ଲବଙ୍ଗ ପକାଇଛି, ଆଉ 2ଟା ତେଜପତ୍ର ପକାଇକି, ଆଉ ମୁଁ କାଶ୍ମୀର ଲଙ୍କାଗୁଣ୍ଡ ଟିକେ ପକାଇଛି, ଆଉ ଜିରା ଟିକେ ପକାଇଛି। କାଶ୍ମୀର ଲଙ୍କାଗୁଣ୍ଡ ପକାଇଲି ଯେହେତୁ ଆମର କଲର୍ ଆସିବ। ଆଉ ସିମ୍ କରିକି ଆମେ କାଶ୍ମୀର ଲଙ୍କାଗୁଣ୍ଡ ପକାଇବା। ତାପରେ ବିଲାତି ଯେଉଁ ପେଷ୍ଟ କରି ରଖିଥିଲି, ସେ ବିଲାତି ପେଷ୍ଟକୁ ମୁଁ ଏଠି ପକାଇଛି। ଆମେ ତାକୁ ଟିକେ ଭଲକି କଷିଦେବା। ଆଉ ସେଇ ଯେଉଁ ବିଲାତି ଯେଉଁ ପେଷ୍ଟ କରିଥିଲି, ସେ ମିକ୍ସି ଜାର୍ଟା ଧୋଇକି ସେଥିରେ ପାଣି ଟିକେ ତା ଭିତରେ ପକାଇବା। ଦେଇକି ତାକୁ ଭଲକି ଆମେ କଷିବା ବିଲାତିକୁ। ଯେଉଁ ପୋସ୍ତକୁ ବାଟିକି ରଖିଥିଲି, ସେ ପେଷ୍ଟକୁ ଆମେ ପକାଇବା, ଆଉ ଧୋଇକି ଟିକେ ପାଣି ଦେଇଦେବା। ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଧନିଆ ଗୁଣ୍ଡ ପକାଇବା। ପକାଇ ତାକୁ ଗୋଳେଇ ଦେବା ବା ମସଲାକୁ ଆମେ ଭଲକି କଷିଦେବା। ଏପଟରେ ମୋର ଆଳୁ ଥଣ୍ଡା ହୋଇଗଲାଣି। ମୁଁ ଯେଉଁ ଆଳୁକୁ କେମିତିକି ଭିତରେ ତାକୁ ପଶଉଛି ପୁର, ଦେଖନ୍ତୁ ପୁରା ଭରି ଭରି ଭର୍ତ୍ତି କରୁଛି ଆଳୁକୁ। ପୁରା ଏମିତି ଆଳୁଟା ବେଶୀ ସିଝି ନଥିବ, ଯେମିତି ଆମେ ଯେଉଁ ଗୋଲ୍ଡେନ୍ ବ୍ରାଉନ୍ କରିକି ଖାଲି ଭାଜିଦେବା, ଆଳୁଟା ଯେମିତି ବେଶୀ ସିଝି ନଥିବ। ଏମିତି ଆମେ ତାକୁ ଟିକେ ପୁର ଦେଇଦେବା ସବୁଗୁଡ଼ାକୁ। ଏଇ ଟାଇପ୍ର ଆମେ ପନିରକୁ ଯେଉଁ କରିଛନ୍ତି, ସେଥିରେ ଆମେ ଯେମିତି ସବୁଥିରେ ଭରି ଭରିକି ପୁର ଦେଇଦେବା। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ଆପଣ ଏଇ ଟାଇପ୍ର ଥରେ ବିନା ପିଆଜ ରସୁଣରେ ତ କରିକି ଥରେ ଖାଆନ୍ତୁ। ମୋର ଯେଉଁ ମସଲା ଯେଉଁ କରିଥିଲି, ସେ ମସଲାଟା ମାନେ ଗାଢ଼ା ହେଇଗଲାଣି। ମୁଁ ସେଥିରେ ଟିକେ ଗରମ ପାଣି ଦେଇକି ତାକୁ ମୁଁ ଗୋଳେଇ ଦେଇଛି। ଏଥିରେ ଟିକେ ଗରମ ମସଲା ଦେବା, ଆଉ କସୁରୀ ମେଥି ଟିକେ ଗୁଣ୍ଡ କରିକି ପକାଇବା। ପକାଇକି ତାକୁ ଗୋଳେଇ ଦେବା। ଏବେ ଆମର ହେଇଗଲାଣି ମସଲା। ଆମେ ଏବେ ଆଳୁ ଯେଉଁ ଭର୍ତ୍ତି କରିକି ରଖିଥିବା ତା ଦେହରେ ମସଲା ବା ଯେଉଁ ପୁର ଦେଇକି, ତାକୁ ଏମିତି ଗୋଟେ ଗୋଟେ କରିକି ରଖିଦେବା। ଆଳୁ ସବୁ ଦେଇ ସାରିଲା ପରେ ଆମେ ତାକୁ 5ରୁ 7 ମିନିଟ୍ ତାକୁ ଆମେ ଢାଙ୍କିକି ରଖିଦେବା।
ଗୋଟେ ପଟ ସାଇଡ଼୍ ହେଇଗଲା ପରେ ପୁଣି ଆଉ ଗୋଟେ ପଟ ସାଇଡ଼୍ ଆମେ ଏମିତି ଓଲଟେଇ ଦେବା ଆଳୁକୁ ସବୁ ଆଳୁକୁ ଓଲଟେଇକି ତାର ମସଲାଟା ଏଇ ଟାଇପ୍ର କଲେ ଭାଙ୍ଗିବନି, ପୁର ଭିତରେ ରହିଥିବ ଆଉ ମସଲା ବି ତା ଜାଗାକୁ ପାଉଥିବ ସବୁ। ଆଉ ତାକୁ ପୁଣି 5 ମିନିଟ୍ ଆମେ ଢାଙ୍କି ଦେବା ସିମ୍ କରିକି। ଢାଙ୍କିକି ତା ଉପରେ ଧନିଆ ପତ୍ର ଦେଇଦେବା। ଦେଇକି ଆପଣ ଥରେ ପୁରୀ ବା ପରଟାରେ ଖାଆନ୍ତୁ। କମେଣ୍ଟ